নমস্কার আমার প্রিয় ଓଡ଼ିଶାବାସୀ। ମୋ କହିବାର ତାତ୍ପର୍ଯ୍ୟ ଏଇକି ଯେ ମୁଁ ଜଣେ ବିଦ୍ୟୁତ୍ କର୍ମଚାରୀ। 13 ବର୍ଷ ହେଲାଣି ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ସଂଯୋଗ କରାଇବାରେ ସହଯୋଗ କରିବା ପାଇଁ ମୋର ଯେତିକି ଆରୁ ବାର୍ଷିକ କର୍ମ କରିଆସୁଛି, କିନ୍ତୁ ପୂର୍ବ ସରକାର 24 ବର୍ଷ ଶାସନ କଲା। ସେଥିରେ କିଛି ଆମର ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ କିଛି ଉନ୍ନତି ନାହିଁ। ଅବନତି ହବ ଅପେକ୍ଷାରେ ଆମେ ରହିବୁ। 24 ବର୍ଷ ଅପେକ୍ଷା କଲୁ, ଇଲେକ୍ସନ୍ ଆସିଲା, ଭୋଟ୍ ଦେଲୁ। ଇଲେକ୍ସନ୍ ସରିଲା ପରେ ଆମେ ବିଦ୍ୟୁତ୍ କର୍ମଚାରୀ କୁଆଡ଼େ ଆଉ ଯିଏ ରହିଲେ ଆପଣଙ୍କର ପ୍ରାର୍ଥୀ ଚୟନକର୍ତ୍ତା ଭାବେ ଆମେ ଚୟନ କଲୁ, କିନ୍ତୁ ସେ ବାବୁ ତାଙ୍କ ଜାଗାରେ ସେ ଠିକ୍ ରହିଲେ। ଆମେ ଯେଉଁ ବିଦ୍ୟୁତ୍ କର୍ମଚାରୀ ଭାବେ ସେ ବିଦ୍ୟୁତ୍ କର୍ମଚାରୀ ରହିବୁ, ଆମେ ଏଠି କରିବୁ। ଆମେ ଏଠି ବିଦ୍ୟୁତ୍ କର୍ମଚାରୀ ଦେଖିବା। ପୂର୍ବପୁରୁଷମାନେ କୁହନ୍ତିନି ଇଂରେଜ ଶାସନ ବେଳେ ଯେଉଁ ଖାଇଛୁ ଖଟିକି ସୁଝିବୁ, ଆମେ ଭାବୁଛୁ ଏଇ ସରକାରରେ ଆମେ ସେମିତି ଖଟିକି ସୁଝୁଛୁ। ପୁରା ସୁଝି ପାରୁନୁ, ଯେତିକି ପାରୁଛୁ ସେତିକି ଅନୁସାରେ ସୁଝୁଛୁ। ତାପରେ ଆସିଲା ବର୍ତ୍ତମାନଙ୍କର ସରକାର, ମୋ ସରକାର, ଆପଣଙ୍କ ସରକାର, ମୋହନ ସରକାରକୁ ଆମେ ବିଗତ ସରକାରକୁ ଆମେ ହଟେଇଲୁ, ମୋହନ ସରକାରକୁ ଆପଣେଇଲୁ। ଆପଣା ସରକାର ବର୍ତ୍ତମାନ ଆମମାନଙ୍କୁ ଛଟେଇ କରିବାରେ ଧୁରନ୍ଧର। ସେମାନେ ଚାହୁଁଛନ୍ତି ତୁମେ ଛଟେଇଲେ ଆମ ଗଛ ପକେଟଟା ହିଁ ଉପରତର ହେବ। ଆମ ପର ପିଢ଼ି, ଆମ ବର୍ତ୍ତମାନ ପିଢ଼ି ଆମେ ସ୍ୱଚ୍ଛଳରେ ଚଳିପାରିବୁ। ବର୍ତ୍ତମାନ ସରକାରଙ୍କର ଉଦ୍ଦେଶ୍ୟ ଏଇଆ ଯେ ଯଦି ଆମେ ଆସନକୁ ଯାଇଛୁ, ଆମକୁ ଜନତା ଦେଇଛନ୍ତି, 5 ବର୍ଷ ପାଇଁ ଦେଇଛନ୍ତି। 5 ବର୍ଷ ଭିତରେ ଯାହା କରିବାର ଅଛି 5 ବର୍ଷ ଭିତରେ କରିବାର ଅଛି। ନହେଲେ 24 ବର୍ଷ ସରକାରଙ୍କୁ ଯେଉଁ ଜନତା ବଦଳି ଦେଇପାରନ୍ତି, ସେଇ ଜନତା ପୁଣି 5 ବର୍ଷ ଭିତରେ ଆମକୁ ବଦଳନି ଦେବା ପାଇଁ କିଛି ଗ୍ୟାରେଣ୍ଟି ହିଁ ନାହିଁ। ତେଣୁକରି ସିଏ ଦେଖିଲେ ଯଦି ବଦଳି ଯାଇପାରେ, ଯେତିକି ଆମେ ପାଇଛନ୍ତି ସେତିକିରେ ଆମକୁ କେମିତି ଆମ ପୂର୍ବପୁରୁଷ, ଆମ ଭବିଷ୍ୟତ ଆମେ କେମିତି ଉଜ୍ଜ୍ୱଳ କରିବୁ। ପୂର୍ବପୁରୁଷ ତ ଯାହା କରିନଥିଲେ, ଆମେ ଯାହା କରିବୁ କରିଦେବା। ଆମ ଭବିଷ୍ୟତ ଆମ ଉଜ୍ଜ୍ୱଳ। ଜନତା ଜନାଦେଶ, ନିର୍ଦ୍ଦେଶ ଆମ। ତେଣୁକରି ଏଇ ଜନତାମାନଙ୍କୁ ମୁଁ କହୁଛି, ଦୟାକରି ଆସନ୍ତା ନିର୍ବାଚନ ବେଳକୁ ଆପଣ ଠିକ୍ ନିଷ୍ପତ୍ତି ନେବେ। ଧନ୍ୟବାଦ। ଏତିକି କହି ରଖୁଛି।